ଏଇ ଯେଉଁ କହିଟା ଆମ ଘରେ ଯେଉଁ କୁକୁରଟା ଅଛି ବହୁତ ମାନେ ଏତେ ଜୋର ଭୋକୁଛି ମାନେ ଭାବି ପାରିବନି। ଏଠୁ କ'ଣ କଲେ ଏଠୁ ଚିକେନ୍ 1 କିଲୋ ଆଣିଲେ ଏଠୁ ଚିଙ୍ଗୁଡ଼ି ମାଛ 500 ଗଣିଆ ମାଛ 500 ସେଠୁ ଭାତ ଟିକେ ରାନ୍ଧିଲି। ମୁଁ ବୋଲି ତୁମେ ସବୁ ଭୋଜିକି ଯିବ ମୋତେ ଭୋଜିକି ଭଲ ଯାଉନି ମୋତେ ଭଲ ଲାଗୁନି କିଏ ଭୋଜି ମୋର ଖାଉଛି ପୁରୀ ଖାଇଲେ ତ ମୋ ଗ୍ୟାସ୍ ହେଇଯାଏ। ସେଠି ଯାଉଛି ସବୁ ମସଲା ମରିଚନା ଯୋଗାଡ଼ କରିବି ଭାବିଛି କ'ଣ କରିବି ବୋଲି କିଛି ଭାବିପାରୁନି। ଭାବିଲି ଚିକେନ୍ କଷା ଟିକେ କରିଦେବି ଆଉ ଟିକେ ଗଣିଆଟା ଟିକେ ସୋରିଷ ଦେଇକି ତାକୁ ଟିକେ ଟମାଟୋ ଦେଇକିରି ତାକୁ ଟିକେ ସୋରିଷ ବଟା କରିଦେବି। ଆଉ ଚିଙ୍ଗୁଡ଼ିଟାରେ ଡାଲମା କାଲିଠୁ ଅଛି ଡାଲିରେ ଏମିତି ସାଧା ଖାଉନାହାନ୍ତି ଡାଲମାଟା ଭାଜି ଡାଲମା ଚିଙ୍ଗୁଡ଼ି ଭାଜିକି ତାକୁ ଡାଲମାରେ କିଛି ପକାଇଦେଲେ ସେଇଟା ଗୋଟେ ଭଲ ତରକାରୀଟେ ହେଇଯିବ। ଆଉ ସେଇଥିରୁ ଭାବିକି ବସିଛି। ଆଉ ଆପଣ ହାତରେ କିଛି କଥା ନହେଲେ ବି ଭଲ ଲାଗୁନି। ଆଉ ଏଥର ତ ବହୁତ ମାନେ ମୋତେ ବହୁତ କଷ୍ଟ ହେଇଗଲା। ଏପଟେ କଳସ ଯାତ୍ରା ସେପଟେ ବାହାଘର ସେପଟେ ଭିଣେଇ ଚାଲିଗଲେ ସିଆଡ଼େ ଇଆଡ଼େ ପରେ ଦଦା ବି ଚାଲିଯାଇଛି ଯେ ହୋଲି ଦିନରେ କିନା 10 ଆଉ ଏମିତି ହେଇକରି ବହୁତ ଟେନସନ୍। ଦେଖୁନ ମୁଣ୍ଡଟା ତେଲ ଲଗେଇକି ବସିଛି ଆଉ ମୁଣ୍ଡଟା ଧୋଇନି ଗାଧୋଇ ସାରିଲେଣି କିନ୍ତୁ ମୁଣ୍ଡଟା ଧୋଇନି। ଆଉ ଭାତ ଗଣ୍ଡେ ବସେଇଛି ଭାତ ଗଣ୍ଡେ ହେଇଯିବ ହେଇଗଲା ପରେ ଦେଖିବା କ'ଣ ଛିଙ୍କଟା ଆଇଲାଣି ଏତେରିକା ମୋତେ ଥଣ୍ଡା ହେଇଯାଇଛି ବହୁତ। ଚା ଟିକେ ପିଇଛି ଆଉ ପୁଅକୁ ପଠେଇକି କମ୍ପ୍ଲେଟ୍ ଆଉ ଇଟଲି ଆଉ ବରା ବରା ଆଣିଦେଲେ ବରା ସୁଡ଼ା ଦେଇ ବରା ଖାରିଆ କରିଦେଇଛି ସେ ଦୋକାନରେ ଧରିକି ଆସିଲି। ଆସିକିରି ଗୋଟେ ଟିକେ ଖାଇଲି ମାନେ ଯାଉଛି ଟିକେ ଆପଣ ମାନଙ୍କର ସେଥିରେ କଥା ହେଇଯିବି। ଆଉ ଏଇଭଳିଆ ଅବସ୍ଥା ଚାଲିଛି ଆଉ କ'ଣ କରିବା ସମସ୍ତେ ତ କଥାଭାଷା ନହେଲେ କି ପରସ୍ପରକୁ ଆମେ ରହିପାରୁନି। ରହିଛି ଏଇନା ରୋଷେଇ ବସେଇଛି ବସେଇକିରି ମୁଁ ଯାଇକି 1-2ଟା ବେଳକୁ ମୁଁ ଯାଇକି ଭିଡ଼ିଓ କରୁଛି। ଆଉ କାଲି ରାତିରେ କିଛିଟା କରିଛି ଆଜି ଯାହା ହଉ ସେ ମେକଅପ୍ ହେଇଯିବ। ଆଉ ତାପରେ ଆଉ ରୋଷେଇ ବାଟ କରିସାରିକି କରିବି। ଆଉ କ'ଣ କରିବା ସାଙ୍ଗମାନେ ଆଉ ବସିଥିଲି ଗାଁକୁ ଟିକେ ଯିବି ବୋଲି ଆଜି ରିସେପ୍ସନ୍ ପୁତୁରାର ଯେଉଁ ବାହାଘରକୁ ଯାଇଥିଲି ଆଉ ଆଜି ତାର ରିସେପ୍ସନ୍ ଯେ ମୁଁ ଆଉ ଯିବିନି ମୋର ଗାଡ଼ିଟା ପଙ୍କଚର୍ ହେଇଯାଇଛି ଆଉ ଗଲା ଭଳିଆ କାହିଁ ମୋତେ ଲାଗୁନି। ମୁଁ ସେଥି ଯୋଗୁଁରୁ ମୁଁ ଗଲେ ଆଉ ଯାଇପାରିବିନି ଆଉ ରହିଯାଉଛି ତମେ ସମସ୍ତେ ଯାଅ। ହଉ ସାଙ୍ଗମାନେ ଆଉ କ'ଣ କରିବା ଆଉ କିଛି ତ ନାହିଁ। ଆଉ ଯେ ମସଲା ଫସଲା କରିବି ଅଦା ରସୁଣ ଛଡ଼େଇ ତାକୁ ପେଷ୍ଟ କରିବି ପିଆଜ ଟିକେ କାଟିବି ଟମାଟୋ ଟିକେ କାଟିବି ଆଉ ଜାଣିଛ ତ କଞ୍ଚାଲଙ୍କା ମୋର ଫେମସ୍ କଞ୍ଚାଲଙ୍କା 2-4ଟା ନା ପକାଇବି ଆଜି ପୁରା ମଜା କରିକି ଆଜି ଖାଇବି ରାଗ ରାଗ କରିକି। ପୁଅଟା ଟିକେ ରାଗ ଖାଉନି ତ ତା ଦେହଟା ପେଟ ମାନେ ତା ପାଟିଟା ଭଲ ନାହିଁ ଯେ ଅପରେସନ୍ ହେଇଥିଲା ନା ସେଥିରୁ ଯେ କୌଣସି ଜିନିଷ ରାଗରୁଗା ସେ ଖାଇପାରେନି। ଆଉ ତାକୁ ଟିକେ ଦେଖିବା ତା ପାଇଁ କ'ଣ କରେ ସେ ଖାଇବ କି ନାହିଁ ଜାଣିନି। ସେ ଭୋଜିକି ତ ଗଲାଣି ଆଉ ଆଜିକାଲି ସେ ଭୋଜି ଖାଇବ ସେ ରାତିରେ ଯଦି ଖାଇବ ରଖିବା ତା ପାଇଁ ଯାହା ଟିକେ ଚିକେନ୍ ଫିକେନ୍ ଟିକେ ରଖିଦେବା ରାଗ ଏଟା କରିବାନି ମାଛଟା ଟିକେ ଝାଲ କରିବି ଆଉ ଏମିତି ହେଇକି ଅଛି। ଆଉ ଜୟ ଜଗନ୍ନାଥ ସାଙ୍ଗମାନେ ସମସ୍ତେ ଖୁସିରେ ରୁହନ୍ତୁ ଏମିତି ସମସ୍ତେ ହସୁଥାନ୍ତୁ ଆଉ ସମସ୍ତେ ରାତିରେ ଏମିତି ଗପସପ ଆମେ ହେଇପାରୁଥିବା। ଅବଶ୍ୟ କାହାକୁ ନ ଦେଖିଲେ କ'ଣ ହେଇଗଲା ଆମେ ତ ନିଜେ କଥା ଭାଷା ଯେଉଁ ହେଉଛେ ସମସ୍ତେ ତ ଆମକୁ ଦେଖିବେ ଆମେ ବି ଆପଣଙ୍କୁ ଦେଖିବୁ ଏଇଟା ଖୁସି ନା ଆଉ କ'ଣ ଖୁସି କେଉଁ ଦିନରେ ନିଜର ଲୋକ ପାଖରେ କ'ଣ ଖୁସି ମିଳେ? ନିଜର ଲୋକ ପାଖରେ କିଛି ଖୁସି ମିଳେନି କାରଣ ଦୁଃଖ ହିଁ ଦୁଃଖ। ସେଥିରୁ ବାହାର ଲୋକ ହାତରେ ମିଶିବ ବାହାର ଲୋକ ହାତରେ ଖୁସି ହେବ ସବୁଠୁ ବେଟର୍। ସେଥିରୁ ମୁଁ ନିଜର ଲୋକ ସତରେ କଥା କହୁଛି ମୁଁ ନିଜର ଲୋକ ଭଲ ପାଏନି କାହିଁକି ନା ଏଇ ଯେଉଁ ଏପଟ ସେପଟ କଥା କହନ୍ତି ଗୋଟେ କଥା କହିଦେବ ସେ 1000ଟା କଥା ଗୋଟେ ବୋମା ଫଟେଇଲା ପରି କହିବେ। ଯଦି ଭଲ କଥାଟା କହିଦେବ ସେ ସେଇଟା ବାଙ୍କ ମୁଲେଇ ସେ ଇଆଡ଼େ ସିଆଡ଼େ କଥା କହିକି ସେ ଆହୁରି ଖରାପ ଆଡ଼ିକେ କହୁଥିବେ। କାହା ହାତରେ ମୁଁ ଚଳେନି। ହଉ ରଖୁଛି ବାଏ।